नमस्कार जय जगन्नाथ पिला माने मु इप्सिता आपण मानकु इप्सिता नॉलेज हब को बहुत बहुत स्वागत। मु तुम मानकर पंचम श्रेणी विचित्र विश्व विषय बहिर जल ही जीवन विषय आज पढ़ेबी। चलतु आम ए विषय भितर को जीवा। जल ही जीवन। अच्छा पिला माने मु जदि तुमको पचारे कि जल को आम क्यों क्यों कार्य व्यवहार करछु, तुम माने कहब आम कौन पीबार व्यवहार करछु, आमर स्नान कर व्यवहार करछु, विभिन्न दैनंदिन कार्य व्यवहार करछु। खाली आमे नुहे पशु पक्षी मध्य जल को तांकर व्यवहार करुछन्ति। जल बिना जीवन नास्ति। तेबे देख विषय कौन देछि, वर्षा हेउथाय गुड्डू झरका पाखक दौड़िकी गला, ଯେଉଁଠାରେ କାଚ ଉପରେ ଛୋଟ ଛୋଟ ବର୍ଷା ଟୋପା ଖସି ପଡ଼ୁଥିବାର ଜ୍ୟୋତି ପୂର୍ବରୁ ଦେଖୁଥିଲା। ଏଇ ଜଳ କେଉଁଠାରୁ ଆସେ ଓ କୁଆଡ଼େ ଯାଏ ବୋଲି ଗୁଡ୍ଡୁ ପଚାରିଲା। ତ ଦିନେ କହିଛି ବର୍ଷା ଏମିତି ହେଉଥାଏ, ଗୁଡ୍ଡୁ ବୋଲି ଗୋଟେ ପିଲା, ତୁମ ଭଳି ଗୋଟେ ପିଲା, ସେ କାଚ ଉପରେ ଏମିତି ଛୋଟ ଛୋଟ ସବୁ ବର୍ଷା ଟୋପା ତୁମେ ଦେଖିଥିବ ଲାଗିଥାଏ ବର୍ଷା ହେଲେ ବର୍ଷା ଦିନରେ। ସେଭଳି ଭାବେ ଜ୍ୟୋତି ତାର ଗୋଟେ ସାଙ୍ଗ ଜ୍ୟୋତି ତା ପୂର୍ବରୁ ଦେଖୁଥିଲା, ଗୁଡ୍ଡୁ ପୂର୍ବରୁ ସେ ଦେଖୁଥିଲା। ସେତେବେଳେ ଯାଇକି ଗୁଡ୍ଡୁ ଦେଖିଛି। ଗୁଡ୍ଡୁ ସେଠୁ ପଚାରିଲା କି ଏଇ ଜଳ ଗୁଡ଼ିକ କେଉଁଠାରୁ ଆସେ କୁଆଡ଼େ ଯାଏ, ଏଇ ଯେଉଁ ପାଣି ଗୁଡ଼ିକ କେଉଁ ଜଳ ଗୁଡ଼ିକ କେଉଁଠୁ ଆସୁଛି କୁଆଡ଼େ ଯାଉଛି। ତୁମ ମନରେ ମଧ୍ୟ ଏଇଭଳି ଭାବରେ ସବୁ ପ୍ରଶ୍ନ ଆସୁଥିବ। ଆସ ଜଳର ଗତିପଥକୁ ଆମେ ପ୍ରଥମେ ଅନୁସରଣ କରିବା, କିନ୍ତୁ ତା ପୂର୍ବରୁ ଆମେ ପୃଥିବୀରେ କେତେ ପରିମାଣ ଜଳ ଅଛି ଦେଖିବା। ଯଦିଓ ପୃଥିବୀ ପୃଷ୍ଠରେ ଅଧିକାଂଶ ଅଞ୍ଚଳ ଜଳରେ ପରିପୂର୍ଣ୍ଣ, ଅତି କମ୍ ପରିମାଣର ମଧୁର ଜଳକୁ ଛାଡ଼ିଦେଲେ ଅନ୍ୟ ସବୁ ଜଳ ଲୁଣି ଅଟେ। ତୁମେ ମାନେ ଜାଣିଥିବ ଆମେ ସବୁବେଳେ ଘର ଲୋକ କୁହନ୍ତି କି ଜଳ ହିଁ କମ୍ ବ୍ୟବହାର କର, କାରଣ ଜଳ ଅଧିକ ବ୍ୟବହାର କରିବା ଦ୍ୱାରା ଆମ ଯେଉଁ ମାନେ ଚାରିପଟ ଆମ ପୃଥିବୀର ଚତୁର୍ପାଖରେ ଲୁଣି ଜଳ, ଆମର ମଧୁର ଜଳର ପରିମାଣ କମ୍ ଅଟେ। ସେଥିପାଇଁ ଆମକୁ କ'ଣ ବ୍ୟବହାର କରିବାକୁ ବା କମ୍ ବ୍ୟବହାର କରିବାକୁ କୁହାଯାଇଥାଏ। ଦେଖ ସମସ୍ତ ଜୀବଜନ୍ତୁ, ମନୁଷ୍ୟ, ପଶୁ ପକ୍ଷୀ ଏବଂ ଉଦ୍ଭିଦ ବଞ୍ଚିବା ପାଇଁ ମଧୁର ଜଳ ଉପରେ ନିର୍ଭର କରନ୍ତି। ଆମର ପୃଥିବୀର ଚତୁର୍ପାର୍ଶ୍ୱରେ ଜଳ ରହିଲେ ମଧ୍ୟ ମଧୁର ଜଳର ପରିମାଣ ଯେହେତୁ କମ୍, ତ ସମସ୍ତେ ଆମେ କ'ଣ କରନ୍ତି ମଧୁର ଜଳ ଉପରେ ନିର୍ଭର କରି ଚଳନ୍ତି। ଖାଲି ମଣିଷ ନୁହେଁ, ପଶୁପକ୍ଷୀ ଉଦ୍ଭିଦ ସମସ୍ତେ ବଞ୍ଚିବା ପାଇଁ ଜଳ ଉପରେ ନିର୍ଭର କରନ୍ତି। ଜଳକୁ ଆମେ କ'ଣ କ'ଣ ବ୍ୟବହାର କରୁ, ପାନୀୟ, କୃଷି, ଦୈନନ୍ଦିନ କାର୍ଯ୍ୟକ୍ରମ, ଆମ ଯେଉଁ ଦିନରେ ଯାହା ବି ଆମେ କାର୍ଯ୍ୟ କରୁଛନ୍ତି ତାହା ସବୁ। ଅନେକ ଉଦ୍ଭିଦ ପ୍ରାଣୀ ମଧ୍ୟ ମଧୁର ଜଳରେ ବାସ କରନ୍ତି। ତୁମେ ଦେଖିଥିବ ପୋଖରୀ, ଗଡ଼ିଆ, ନଦୀ, ସମୁଦ୍ରରେ ସବୁ ମାଛ ରୁହନ୍ତି, ବିଭିନ୍ନ ପ୍ରକାର କଇଁଛ, ସବୁ ବିଭିନ୍ନ ପ୍ରକାର ପ୍ରାଣୀମାନେ ରୁହନ୍ତି। ଜଳ ବିନା ସେମାନଙ୍କ ଜୀବନ ସମ୍ଭବ କି? ସମ୍ଭବ ନୁହେଁ। ଏବେ କଳ୍ପନା କର ଯଦି ପୃଥିବୀର ସମସ୍ତ ଜଳ ଗୋଟେ ଗ୍ଲାସ୍ ଜଳ ହୁଏ, ତେବେ ମଧୁର ଜଳର ପରିମାଣ କେବଳ 1 ଚାମଚ ହେବ। ଆମେ ଯଦି ଭାବିବା କି ଆମେ ଯେଉଁ ଲୁଣି ଜଳର ପରିମାଣ ଆମ ପୃଥିବୀର ଅଧିକ, ତ ଆମେ ଯଦି ପୃଥିବୀରେ ଯେତିକି ଲୁଣି ଜଳ ଅଛି ତାକୁ ଯଦି ଆମେ ନେବା ମାନେ କଳନା କରିବା ପାଇଁ ଆମେ ନେବା କି ପୃଥିବୀର ଜଳ ହେଲା ଯଦି 200 ମିଲିଲିଟର ବା ଗୋଟେ ଗ୍ଲାସ୍ ଜଳ ହୁଏ, ଆମ ପାଖରେ ମଧୁର ଜଳ ପରିମାଣ ତାହେଲେ କେତିକି? 1 ଚାମଚ ବା 5 ମିଲି ଜଳ। ତୁମେ କ'ଣ ଭାବୁଛ ଯେ ସମୁଦ୍ରରେ ଥିବା ଜଳକୁ ଆମେ ପିଇପାରିବା କି? ତୁମେ କ'ଣ ଭାବୁଛ ତୁମେ ସମୁଦ୍ର ଜଳକୁ ପିଇ ପାରିବ? ନା, ଆମେ ସମୁଦ୍ର ଜଳକୁ ପିଇ ପାରିବୁ ନାହିଁ, କାରଣ ସମୁଦ୍ର ଜଳ ଲୁଣିଆ ଅଟେ। ଲୁଣିଆ ଜଳକୁ ଆମେ କିପରି ପାନ କରିପାରିବା? ସମୁଦ୍ର ଜଳକୁ ଆମେ କେଉଁ କେଉଁ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ? ସମୁଦ୍ର ଜଳକୁ ଆମେ କ'ଣ ଲୁଣ ମାରିବାରେ ବ୍ୟବହାର କରିପାରିବା। ଆଉ କ'ଣ ବିଦ୍ୟୁତ୍ ଉପକରଣ, ବିଦ୍ୟୁତ୍ ତିଆରି କରିବା ପାଇଁ ଆମେ ଉପକରଣ ପାଇଁ ବ୍ୟବହାର କରିପାରିବା। ଏଭଳି ଭାବରେ ବିଭିନ୍ନ କାର୍ଯ୍ୟ ମଧ୍ୟରେ ଆମେ କ'ଣ କରିବା, ସମୁଦ୍ର ଜଳକୁ ମଧ୍ୟ ବ୍ୟବହାର କରିଥାଉ। ଦେଇଛି ତୁମେ ଜାଣିଛ କି ଗୁଜରାଟର ଲୁଣିଆ ଅଞ୍ଚଳ ଗୁଡ଼ିକ ଏକ ବିସ୍ତୃତ ସମତଳ ଭୂମି, ଯେଉଁଠାରେ ସମୁଦ୍ର ଜଳକୁ ଶୁଖାଯାଇ ଲୁଣ ସଂଗ୍ରହ କରାଯାଏ। ଏହା ଭାରତର ସବୁଠାରୁ ବୃହତ ଲୁଣ ଉତ୍ପାଦନକାରୀ ଅଞ୍ଚଳ ମଧ୍ୟରୁ ଗୋଟିଏ। ଆମ ରାଜ୍ୟ ଓଡ଼ିଶାର ବ୍ରହ୍ମପୁର ଜିଲ୍ଲା ହୁମାଠାରେ ମଧ୍ୟ ଲୁଣ ସଂଗ୍ରହ କରାଯାଉଛି। ହେଲେ ଗୁଜରାଟର ଲୁଣିଆ ଅଞ୍ଚଳ ଗୁଡ଼ିକ କ'ଣ ହେଇଛି, ସମତଳ ଭୂମି, ସେଠି ସବୁ ସମୁଦ୍ର ଜଳକୁ ନେଇକି ଲୁଣ କରାଯାଇଥାଏ, ତାକୁ ଶୁଖାଇକି ଲୁଣ ସଂଗ୍ରହ ସବୁ କରାଯାଇଥାଏ। ଆଉ ଏଇଟା ଭାରତର ସବୁଠୁ ବଡ଼ ଲୁଣ ଉତ୍ପାଦନକାରୀ ଅଞ୍ଚଳ। ସେହିଭଳି ଭାବେ ଆମ ରାଜ୍ୟର କେଉଁଠି ଥାଏ, ବା ଆମ ଓଡ଼ିଶାର ବ୍ରହ୍ମପୁର ଜିଲ୍ଲା, ବ୍ରହ୍ମପୁରର ହୁମାଠାରେ ଏଇଭଳି ଲୁଣ ସଂଗ୍ରହ ସବୁ କରାଯାଉଛି। ଦେଖ ତୁମମାନଙ୍କ ପାଇଁ ଗୋଟେ କାର୍ଯ୍ୟ ଦେଲା, ସେ କହିଲେ କି ଆମେ କେଉଁଠାରୁ ମଧୁର ଜଳ ପାଇପାରିବା। ତାହେଲେ ନିମ୍ନରେ ଦିଆଯାଇଥିବା ଚିତ୍ର ଗୁଡ଼ିକ ବିଭିନ୍ନ ମଧୁର ଜଳ ଉତ୍ସ ଗୁଡ଼ିକ ଚିହ୍ନଟ କରି ସେଗୁଡ଼ିକ ନାମ ଲେଖ। ଦେଖ ସବୁ ଦେଇଛି, ଆମେ କ'ଣ
पोखरी पाइपर, समुद्र तो पाइपर नहीं, हिमालय तो पाइपर नहीं, तो मधुर जल कौट पाइपर आम खाली लिखा पर्वत छाड़ी आम खाली लिखा पोखरी, कूଅ, नई आ कौन है आमर आकाश वर्षा जो हो बादल ये सब भावे। ज्योति कौतूहल होई कहला बायर मध्य जल अच्छी कि एवं से बरफ जलर एक रूप कि जलर विभिन्न अवस्था सब रही। आम पूर्वर जलर सब पढ़ी अवस्था तरल यथा वर्षाटा है आमर तरल, कठिन बरफटा है आम कठिन एवं गैसीय बाष्प जोटा आमर होची से सब अवस्था है आम जल सब अवस्था। आस गोटे सरल कार्य करवा ता माध्यम आम ए विषय सब अधिक जाना। कार्य 2 देला गोटे स्टील ग्लास नवा से केतोटी बरफ खंड पकाओ, ग्लास बाहर पाखे सृष्टि होता छोट छोट जल बिंदु गुड़िक देख। ये जल बिंदु गुड़िक केउठारु आसिला, किछि समय पर ग्लास रहिबा परे बरफ खंड गुड़िकर की परिवर्तन है, जदि आम जल को गरम करें तेबे कौन हम। ए सबरो ए क्वेश्चन में तुम मानकर आंसरटा जोड़ी दूची, तुम्हें से लिखिदेव। यही जल बिंदु गुड़िक केउठारु आसिला, वायुमंडल थिबा जलीय बाष्प ग्लास ठंडा स्पर्श आसी ठंडा हो जल बिंदु परिणत है। वायुमंडल आम जो अच्छी जलीय बाष्प सी कौन कला ग्लास स्पर्श जो आसला से ठंडा हो गला, बरफ गुड़ी ठंडा हो गला है से गुड़ी कौन गले बाष्प गुड़ी कौन हम से जल बिंदु परिणत हो आम स्टील जो ग्लास नहीं से ग्लास चतुर्पार्श्व लगी था। किसी समय ग्लास रहा बरफ खंड गुड़िकर की परिवर्तन है, बरफ खंड कौन हम तुम देखते दुईटी चित्र देती, दुईटी चित्र में गोटे बरफ अच्छी आ गोटे बरफटी कौन पानी हो। जदि आम से जल को गरम करवा तेज कौन हो, यही जल को आम गरम करवा कौन हम तुम देखी सब पानी गुड़िक गरम कलापर बाष्प होपर को उठी जाए, से बेले गरम कले आम कौन हम बाष्प होपर को उड़ीज। उपरोक्त कार्य तुम जलर क्यों अवस्था को देखुच, उपरोक्त कार्य तुम जलर 3टी अवस्था देख लो, कठिन तरल और गैसीय। परिवर्तन गुड़िक परिवर्तन गुड़िक लक्ष्य कर, तापर कौन तुम परिवर्तन देख लो से दुईटी कार्य लिख कार्य टेबुल कार्य एपट देखी मुझे देखुची बरफ तरल कौन देख लो, जल फुटबार 3 दिन धरी सूर्य किरण जल में कौन बरफ तरल तुम देख बरफ तरल कौन हो पानी हो, जल तेल फुटी पानी फुटी कौन बाष्प हो 3 दिन धरी यदि सूर्य किरण तुम एगुड़ा सब रख पानी टी कौन सुखी जाऊँ बाष्पित हो जाऊँ। यही परीक्षण आम जाना पाइलु जे जल बरफ एवं बाष्प परिवर्तन हो पारे और यह पुणी तरल अवस्था को आसपे। जल कौन हम आम ये बरफ आकार कर से बरफटा कौन हम बाष्प परिणत हो पार और तरल अवस्था को परिणत होसीपर। तब जल चक्र प्रकृति में एपरी परिवर्तन किपरि घटे ता बुझा। पुणी गोटे कार्य देती आम गोटे कौन करवा गोटे छोट गोटे स्वच्छ थली नवा, चित्र देखाई गोटे माने थली नब से थली कौन कर तुम कि चित्र आंक मार्कर सूर्य मेघ गछ चित्र कर तीर चिन्ह देकी आंक यार एक तृतीय अंश रंगीन जल पूर्ण कर। तापर कौन कर से जो जली थली नहीं से थलीर कौन अधा अंश को तुम रंगीन पानी में पूरेब, जोटा कहला नीलकाली रंग को तुम व्यवहार कर। जल बाहरी न जाए मुँह को थली को मुँह को जमी भल भाव बंद करदेव, यह सूर्य किरण में रख किछि घंटा पर थली भितर होता परिवर्तन को देख। ताहले थली को पर्यवेक्षण कले तुम कौन देख, तुम देखिए जल गरम हुए मुँह देखे मुँह चकित हुए, यार कारण तुम कौन देख जल गरम हुए तुम चकित हम कि कहीं किपरि है जल किपरि गरम है, यार कारण कौन सूर्य किरण है। तापर कौन थली भितर जल टपा सृष्टि है, तब तुम चकित हम कौन थली भितर जल टीपा किपरि सृष्टि है किपरि है सूर्यताप जो जलीय बाष्प गुड़िक हो ऊपर को उठे और ठंडा हो जल टपा कौन करे घनीभवन होकर सृष्टि करे। उपरोक्त कार्य तुम देखुच सूर्यर ताप जल को जलीय बाष्प परिणत करए। जलीय बाष्प ठंडा हो थली भितर छोट छोट जल बिंदु सृष्टि करे, ये बिंदु गुड़िक पुणी तल को खसी पड़े। आम जो देख लो सूर्यताप जल किपरि बाष्प आकार परिणत होगा, पुणी ठंडा हो भीतर पुणी छोट छोट बिंदु होगला
ଏହି ଜଳ ପୁଣି ବିନ୍ଦୁ ଗୁଡ଼ିକୁ ପୁଣି ହେଇକି ପୁଣି ତଳକୁ ଖସିଗଲା। ତୁମେମାନେ ଦେଖିଥିବ ଭାତ ହାଣ୍ଡି ସମୟରେ ଯେତେବେଳେ ଆମେ ବାମ୍ଫଟା ଉଠିଥାଏ ତା ଉପରେ ଭାତ ହାଣ୍ଡି ଘୋଡ଼େଇ ଦିଅନ୍ତି, ପରେ ପରେ ସେ ଚାରିପଟେ ସେ ଭାତ ହାଣ୍ଡି ଉପରେ ବିନ୍ଦୁ ବିନ୍ଦୁ ହୋଇକି ପାଣି ଗୁଡ଼ା ଲାଗିଯାଏ। ସେ ପାଣି ଆମେ ଯେତେବେଳେ ଖୋଲି ଦିଅନ୍ତି ସେ ବିନ୍ଦୁ ଗୁଡ଼ିକ କ'ଣ ହୁଏ ଏକାଠି ହୋଇକି ପୁଣି ଗଡ଼ି ପଡ଼ନ୍ତି। ସେଭଳି ଭାବେ ଏମିତି ଆମେ ଯେଉଁ କାର୍ଯ୍ୟଟେ କଲେ ସେଭଳି ଭାବେ କ'ଣ ହେବ ଜଳ ଗୁଡ଼ିକ ବିନ୍ଦୁ ହୋଇକି ପୁଣି ତଳକୁ ଖସି ପଡ଼ିବ। ସେହିପରି ପ୍ରକୃତିର ସବୁ ବିଭିନ୍ନ ଉତ୍ସ ଥାଏ। ଉତ୍ସ କ'ଣ ଯେଉଁଥିରୁ ଆମେ ପାଇଥାଉ ଜିନିଷ ଗୁଡ଼ିକ। ସମୁଦ୍ର ନଦୀ ଇତ୍ୟାଦି ଜଳକୁ ସୂର୍ଯ୍ୟତାପ ଜଳୀୟ ବାଷ୍ପରେ ପରିଣତ କରେ ହେଲା। ପ୍ରକୃତିର ସବୁ ଯେଉଁ ଉତ୍ସ ଅଛି ସମୁଦ୍ର ହେଉ ନଦୀ ହେଉ ଜଳକୁ ସବୁ ସୂର୍ଯ୍ୟତାପ କ'ଣ କରେ ଜଳୀୟ ବାଷ୍ପରେ ତାକୁ ସବୁ ପରିଣତ କରିକି ଜଳୀୟ ବାଷ୍ପରୁ ମେଘ ସୃଷ୍ଟି କରେ, ଯାହାକୁ ଆମେ ବର୍ଷା ତୁଷାର ଓ କୁଆପଥର ବୋଲି କୁଆପଥର ଭାବେ ଯେଉଁ ତଳକୁ ଆସେ ଆମେ ଜାଣିଥାନ୍ତୁ ତାକୁ କୁଆପଥର ଭାବେ ନାଁରେ ଜାଣିଛନ୍ତି। ଆଉ ଏହି ଜଳ ପୁଣି କ'ଣ କରେ ନଦୀ ହ୍ରଦ ଏବଂ ସମୁଦ୍ରକୁ ଫେରିଯାଏ। ପ୍ରକୃତିରେ ଜଳର ଏହି ନିରନ୍ତର ବୃତ୍ତାକାର ଗତିକୁ ଜଳଚକ୍ର କୁହାଯାଏ। ସୂର୍ଯ୍ୟ କ'ଣ କରେ ଏଇ ଯେଉଁ ଉତ୍ସରୁ ସମୁଦ୍ର ଆମର ନଦୀ ହେଲା ସମୁଦ୍ର ହେଲା ପୋଖରୀ ହେଲା ଏଠାରୁ କ'ଣ ହୁଏ ଜଳକୁ ବାଷ୍ପୀକରଣ ଆକାରରେ ନେଇ ତାକୁ ପୁଣି ବର୍ଷା ଆକାରରେ କିମ୍ବା ତୁଷାର ଆକାରରେ ଆମ କ'ଣ ହୁଏ ଭୂପୃଷ୍ଠକୁ ଛାଡ଼ିଥାଏ। ଏଇ ଯେଉଁ ପ୍ରକ୍ରିୟା ପୁଣି ଯେତେବେଳେ ସେ କ'ଣ ନଦୀ ପୁରିଯିବ ସେ ଏଇ ଯେଉଁ ପ୍ରକ୍ରିୟା ଏଇ ଯେଉଁ ଚାଲିଲା ଆମର ବୃତ୍ତାକାର ଗତି ସେଇଆକୁ ଆମେ କହିବା ଜଳଚକ୍ର। ଏ ଦେଖ ପିଲାମାନେ ଚିତ୍ର ବି ଦେଇଛି। ଭୂତଳ ଜଳ ଆସ ଜାଣିବା ଯେତେବେଳେ ବର୍ଷା ଜଳ ତଳକୁ ଆସେ ସେତେବେଳେ ସବୁ କ'ଣ ହୁଏ। ଏଥିପାଇଁ ଗୋଟେ କାର୍ଯ୍ୟ କରିବାକୁ ପଡ଼ିବ। ପ୍ରଥମେ ଆମେ କ'ଣ କରିବା ସେ କାର୍ଯ୍ୟ କରିବା ପାଇଁ ଗୋଟେ ଗ୍ଲାସ୍ ନେବା, ଏହାର ଅଧା ପର୍ଯ୍ୟନ୍ତ ଆମେ ମାଟି ଭର୍ତ୍ତି କରିବା, ଚାମଚରେ ଧୀରେ ଧୀରେ ଜଳକୁ ଢାଳିବା। କ'ଣ ଦେଖିବା ଆମେ ଦେଖିବା ଯେ ମାଟି ଉପରେ ପାଣି ଆମେ ଯେତେବେଳେ ଢାଳିବା ପାଣି ଢାଳିବା ମାତ୍ରେ ପାଣି କ'ଣ କରିବ ତଳକୁ ସବୁ ଶୋଷି ହୋଇ ଚାଲିଯିବ ଏବଂ ମାଟି କ'ଣ ହୋଇଯିବ ଓଦା ହୋଇଯିବ। ତା ସହିତ ଯେତେବେଳେ ଆମେ ପାଣିଟା ଢାଳିବା ମାଟି ଭିତରେ ସବୁ କ'ଣ କରିବ ଛୋଟ ପବନ ବୁଦବୁଦ ହୋଇକି ଉପରକୁ ମଧ୍ୟ ଦେଖାଯିବ ହେଲା। ବର୍ଷା ହେଲେ କିଛି ଜଳ କ'ଣ କରେ ମାଟିରେ ଭେଦିଯାଏ। ଏହି ଜଳ ମାଟି ଓ ପଥର ସ୍ତର ଦେଇ ଭିତରକୁ ଚାଲିଯାଏ। ଗଭୀର ଭୂତଳରେ ଯେଉଁ ଜଳ ଜମା ହୁଏ ତାକୁ ଭୂତଳ ଜଳ କୁହାଯାଏ। ଆମେ ଆମର ବ୍ୟବହାର ପାଇଁ କୂପ ନଳକୂପ କିମ୍ବା ବୋରୱେଲ୍ ଖୋଳି ଏହି ଭୂତଳ ଜଳକୁ ପାଇଥାଉ। ତମେ ଦେଖିଥିବ ବର୍ଷା ହେଲା ମାନେ ସବୁ ମାଟି ଗୁଡ଼ିକ ଭେଦିଯାଏ, ସେ ଜଳ ଗୁଡ଼ା ଗଲା କୁଆଡ଼େ ସେ କ'ଣ କରୁଛି ଜଳ ଗୁଡ଼ିକ ମାଟି ତାପରେ ଯେଉଁ ପଥର ସବୁ ସ୍ତର ଥାଏ ମାଟିରେ ସବୁ ସ୍ତର ଥାଏ ସେ ସ୍ତର ଗୁଡ଼ିକ ଦେଇକି ଜଳ କ'ଣ କରେ ଗଭୀରକୁ ଚାଲିଯାଏ, ଆମର ଭୂତଳ ଗଭୀରକୁ ଚାଲିଯାଏ, ତାକୁ ଆମେ କୁହନ୍ତି ଭୂତଳ ଜଳ। ଆଉ ୟାକୁ ଆମେ କିପରି ବ୍ୟବହାର କରିଛୁ କୂଅ ହେଉ ନଳକୂଅ ହେଉ କିମ୍ବା ବୋରୱେଲ୍ ହେଉ ଏସବୁକୁ ଖୋଳିକି ଏହି ଭୂତଳ ଜଳକୁ ଆମେ ବ୍ୟବହାର କରିଥାଉ। କାର୍ଯ୍ୟ 5 ଦେଇଛି ଭୂତଳ ଜଳ ପୁନଃଭରଣ କରିବାରେ ଯେଉଁ ଚିତ୍ର ସାହାଯ୍ୟ କରିବ ବୋଲି ଭାବୁଛ ଠିକ୍ ଚିହ୍ନ ଦେଇ ସୂଚିତ କର। କଂକ୍ରିଟ ରାସ୍ତାରେ ତୁମେ କ'ଣ କଂକ୍ରିଟ ରାସ୍ତାରେ ଭୂତଳ ଜଳ ପାଇପାରିବ ନାହିଁ, ସବୁଜ ଘାସ ଥିବା ବଗିଚା ପାଇପାରିବ। ସିମେଣ୍ଟ ଟାଇଲ୍ ରାସ୍ତାରେ ତୁମେ ଭୂତଳ ଜଳ ପୁନଃଭରଣ ହୋଇପାରିବ ନାହିଁ ହେଲା। ସହରରେ ସିମେଣ୍ଟ କରିଥିବା ସ୍ଥାନ ଗୁଡ଼ିକରେ ବର୍ଷା ଜଳ ସହଜରେ ମାଟି ଭିତରକୁ ଯାଇପାରେ ନାହିଁ, ଯାହାକୁ ଭୂତଳ ଜଳ ପୁନଃଭରଣ ହେବା ବାଧା ସୃଷ୍ଟି କରେ ହେଲା। କି ଆମେ ଯେତେବେଳେ ସହରରେ ଦେଖିଥିବ କଂକ୍ରିଟ ଜାଗାର ଅଛି ତା ଦେହରେ ଆମେ କ'ଣ ହୁଏ ବର୍ଷା ଜଳକୁ ମାଟି ତଳକୁ ଯାଇପାରେ ନାହିଁ, ସେଥିପାଇଁ ସହରରେ ଟିକେ ଭୂତଳ ଜଳ ପରିମାଣ କମ୍ ଥାଏ, ତା ପୁନଃଭରଣ ଯେହେତୁ ହୋଇପାରେ ନାହିଁ ହେଲା। ତୁମେ ଜାଣିଛ କି ଖୋଲା ସ୍ଥାନମାନଙ୍କରେ ଜଳ ସହଜେ ମାଟି ଭିତରକୁ ପ୍ରବେଶ କରିଥାଏ। ସେ ସୋକପିଟ୍ ପୋଖରୀ ମଣିଷକୃତ ହ୍ରଦ ଏବଂ ଅଧିକ ବୃକ୍ଷରୋପଣ ବର୍ଷା ଜଳକୁ ଭୂମି ତଳେ ପୁନର୍ବାର ଆମେ ଭରଣା ହେବାରେ ସାହାଯ୍ୟ କରେ। ଏସବୁ ଜାଗା ଯେଉଁ ସୋକପିଟ୍ ହେଉ ପୋଖରୀ ହେଉ ମଣିଷକୃତ ହେଉ ଏଠି ଯେହେତୁ ଖୋଲା ଜାଗା ସେଠି କ'ଣ ହୁଏ ବର୍ଷା ଜଳ ଭୂମିରୁ ପୁନର୍ଭରଣ ସହଜରେ ହୋଇପାରିଥାଏ। ଭୂପୃଷ୍ଠ ଜଳ ଭୂତଳ ଜଳ ପରି ପୋଖରୀ ହ୍ରଦ ନଦୀ ଇତ୍ୟାଦି ମଧ୍ୟର ଜଳ ପ୍ରାକୃତିକ ସବୁ ଉତ୍ସ। ଏହି ଜଳର ଉତ୍ସ ଯେଉଁଥିରୁ ଆମେ ଜଳ ପାଇଥାନ୍ତି ସେଟା ଜଳର ଉତ୍ସ, ସେଟା ଭୂପୃଷ୍ଠ ଭୂମି ଉପରେ ଯେଉଁ ଜଳ ଥାଏ ହେଲା। ସବୁ କିଏ କେଉଁଠି ଥାଏ ଆମେ ପାଇଥାଉ ଭୂମି ଉପରେ ଜଳ ନଦୀରୁ ପାଇଥାନ୍ତି ପୋଖରୀରୁ ପାଇଥାନ୍ତି ହ୍ରଦରୁ ପାଇଥାନ୍ତି। ତୁମେ କେବେ ଭାବିଛ କି ନଦୀ କିପରି ପ୍ରବାହିତ ହୁଏ? ଗୋଟେ ନଦୀ ସାଧାରଣତଃ ପର୍ବତ ଉପରୁ ବାହାରି ସମତଳ ଭୂମିରେ ପ୍ରବାହିତ ହୁଏ। ଆସ ଗୋଟେ କାର୍ଯ୍ୟ କରି ଆମେ ବୁଝିବା। ନଦୀ କହିଲେ କି ନଦୀ କିପରି ହୁଏ ପର୍ବତ ପାହାଡ଼ ଉପରେ ଆମେ ବାହାରି ସମତଳ ଯେଉଁ ଆମର ଅଛି ସମତଳ ଅଞ୍ଚଳ ସେଇ ଅଞ୍ଚଳକୁ ପ୍ରବାହିତ ହୁଏ ବହିଥାଏ। ସେଥିପାଇଁ ଗୋଟେ କାର୍ଯ୍ୟ କରିବା ଆମେ କାର୍ଯ୍ୟ 6 ଦେଇଛି ଆବଶ୍ୟକ ସାମଗ୍ରୀ। ଆମେ ଏହି କାର୍ଯ୍ୟ କରିବା ପାଇଁ ପୁରୁଣା ଖବରକାଗଜ ସୋରିଷ ମଞ୍ଜି କିମ୍ବା ଅନ୍ୟ କୌଣସି ଛୋଟ ମଞ୍ଜି ନେବା। କ'ଣ କରିବା ପ୍ରଥମେ କ'ଣ କରିବା ଖବରକାଗଜ ଖଣ୍ଡ ନେଇ ଏହାକୁ ହାତରେ ମୋଚା କରିଦେବା, ଆଉ ଖଣ୍ଡେ ଖବରକାଗଜ ନେଇ ଏ ମୋଚା କାଗଜ ଉପରେ ରଖିବା, କାଗଜ ହାତରେ ସାମାନ୍ୟ ଚାପି ଟିକେ ଗଡ଼ାଣିଆ କରିଦେବା। ଏବେ ଧୀରେ ଧୀରେ କରି ସେ ସୋରିଷ ମଞ୍ଜି କ'ଣ କରିବା ଗଡ଼ାଣିଆ ଉପରୁ ମୁଣ୍ଡରୁ ଢାଳିବା। ମଞ୍ଜି ଗୁଡ଼ିକ ଗତିବିଧିକୁ ଲକ୍ଷ୍ୟ କରିବା। କ'ଣ ଦେଖିବା ସୋରିଷ ମଞ୍ଜି ଗୁଡ଼ିକ କିପରି ଗତି କଲା, ସେଗୁଡ଼ିକ ସିଧା ଗଡ଼ୁଛନ୍ତି ନା ବିଭିନ୍ନ ଦିଗରେ
ମଞ୍ଜୁ ଗୁଡ଼ିକ ହେବ ଏଇ ଯେଉଁ ଆମେ କରିଥିଲେ ଖବରକାଗଜ ତା ଗତିପଥ ଦେଇ ଉପରୁ ତଳ ଆଡ଼କୁ ଗଡ଼ି ଆସିବ। ସେଗୁଡ଼ିକ ସିଧା ସିଧା ଗଡ଼ୁଛନ୍ତି ନା ବିଭିନ୍ନ ଦିଗରେ? ନାହିଁ, ସେଗୁଡ଼ିକ କ'ଣ ସିଧା ସିଧା ଗଡ଼ୁନାହାନ୍ତି, ବିଭିନ୍ନ ଦିଗରେ ବିଚ୍ଛୁରିତ ହୋଇ ଗଡ଼ୁଛନ୍ତି। ତାହେଲେ କିଛି ସ୍ଥାନରେ ସେମାନେ ଏଗୁଡ଼ିକ ଏକାଠି ହେଉଛନ୍ତି କି? ନଦୀ, ହ୍ରଦ ଇତ୍ୟାଦି ଜଳ ଏକାଠି ହେବା ପରି ସେଗୁଡ଼ିକ ଏକାଠି ହେଉଛନ୍ତି କି? ହଁ, କାଗଜର ଯେଉଁ ସ୍ଥାନ ଗୁଡ଼ିକ ଅଧିକ ଖାଲୁଆ ବା ନିମ୍ନ ଅଞ୍ଚଳ ହୋଇଛି ସେଠାରେ ମଞ୍ଜୁ ଗୁଡ଼ିକ ଏକାଠି ହେଉଛନ୍ତି। ପ୍ରାକୃତିକ ଭୂପୃଷ୍ଠରେ ଖାଲୁଆ ଜାଗାରେ ନଦୀ ବା ହ୍ରଦ ସୃଷ୍ଟି ହୋଇ ଜଳ ଜମି ରହିବା ପରି ଏହି ମଞ୍ଜୁ ଗୁଡ଼ିକ ମଧ୍ୟ ସେହିପରି ଏକାଠି ହେଉଛନ୍ତି। କହିଲେ ଆଲୋଚନା ଜଳ ତାର ଗତିପଥରେ ଭୂମି ରୂପ ଅନୁସାରେ ପ୍ରବାହିତ ହୁଏ, କେଉଁଠି ଅଟକି ଯାଏ ତ କେଉଁଠି ବଙ୍କେଇ ଯାଏ। ଜଳ ପ୍ରବାହ ଭୂମି ରୂପକୁ ପରିବର୍ତ୍ତନ କରିପାରେ। ତାର କହିଲେ ଆଲୋଚନା କର କାର୍ଯ୍ୟ 6ଟାକୁ ଆଲୋଚନା କରିବା। କାର୍ଯ୍ୟ 6 ଆଧାରରେ କେତେକ ନଦୀ କିପରି ଆରବ ସାଗର ଆଡ଼କୁ ଓ କେତେକ ବଙ୍ଗୋପସାଗର ଆଡ଼କୁ ପ୍ରବାହିତ ହୁଅନ୍ତି ତାହା ଆଲୋଚନା କରିବା। କହିଲା ତୁମେ ଜାଣିଛ କି ରାଜସ୍ଥାନ ଆରାବଳୀ ପର୍ବତମାଳାରୁ ଉତ୍ପନ୍ନ ହୋଇଥିବା ଲୁଣି ନଦୀ ଏକମାତ୍ର ପ୍ରମୁଖ ନଦୀ ଯାହା ସମୁଦ୍ରରେ ମିଶି ନାହିଁ ବରଂ ଗୁଜରାଟ କଚ୍ଛର ଅଞ୍ଚଳରେ ଅଛି, ସନ୍ତସନ୍ତିଆ ଭୂମିରେ ମିଶିଯାଇଛି। କହିଲା ଆମର ଆରାବଳୀ ପର୍ବତ କେଉଁଠି ଅଛି? ରାଜସ୍ଥାନରେ। ତ ସେ ଆରାବଳୀ ପର୍ବତରୁ ଗୋଟେ ନଦୀ ଉତ୍ପନ୍ନ ହୋଇଛି ଯାହାର ନାଁ ହେଲା ଲୁଣି ନଦୀ। ଆଉ ସିଏ ଏମିତି ଭାରତ ଗୋଟେ ସବୁଠୁ ପ୍ରମୁଖ ନଦୀ ଯାହା କ'ଣ କହିଛି ସମୁଦ୍ରରେ ମିଶିଲେ। ସେ କେଉଁଠି ମିଶିଛି? ତାହେଲେ ଗୁଜରାଟ ଯେଉଁ କଚ୍ଛ ଅଞ୍ଚଳ ଅଛି ସେଠି କ'ଣ ହେଇଛି ସନ୍ତସନ୍ତିଆ ଭୂମିରେ ଆସିକି ମିଶି ଯାଇଛି। ଦେଖ ଏଇ ଚିତ୍ର ମାଧ୍ୟମ ଦେଇଛି ଟିକେ। ତାପରେ ଦେଇଛି କି ଆମେ କେଉଁଟା ବରଫାବୃତ ଅଞ୍ଚଳ, ପର୍ବତ, ଜଳପ୍ରପାତ, ହିମବାହ, ନଦୀ, ଉପତ୍ୟକା, ବାଲୁକା ସ୍ତୂପ, ହ୍ରଦ, ମରୁଭୂମି ଏସବୁ ଚିହ୍ନ ଗୁଡ଼ିକ ଆମର ଦେଇଛି। ଆମର ଜୀବନରେଖା ଭାରତର ନଦୀ, ଭାରତର ଏହି ମାନଚିତ୍ରରେ ଆମ ଦେଶର କେତେକ ପ୍ରମୁଖ ନଦୀ ସବୁ ସୂଚିତ ହୋଇଛି। ଏଇ ମାନଚିତ୍ରରେ ନଦୀ ଦେଇଛି। ତାପରେ ଆମକୁ କାର୍ଯ୍ୟ 7 କରିବାକୁ ଦେଇଛି। ନଦୀର ପ୍ରବାହକୁ ଲକ୍ଷ୍ୟ କରି ମାନଚିତ୍ରରେ ନଦୀ ଗୁଡ଼ିକ ବିଭିନ୍ନ ଦିଗରେ ପ୍ରବାହିତ ହେଉଥିବାର ତୁମେ ଦେଖିପାରିବ। କେତେକ ନଦୀ ବଙ୍ଗୋପସାଗର ଆଉ କେତେକ ନଦୀ ଆରବ ସାଗରରେ ପ୍ରଭାବିତ ହେଉଛନ୍ତି। ସାରଣୀ ପୂରଣ କର। ସେ କହିଲା ନଦୀର ନାମ ବଙ୍ଗୋପସାଗର ଆଡ଼କୁ ଗତି କରେ, ଆରବ ସାଗର ଆଡ଼କୁ ଗତି କରେ। ଗୋଦାବରୀ ନଦୀ କେଉଁଠି ଗତି କରେ? ବଙ୍ଗୋପସାଗର ଆଡ଼କୁ। ନର୍ମଦା ଆରବ ସାଗର, ଗଙ୍ଗା ବଙ୍ଗୋପସାଗର, ମହାନଦୀ କେଉଁଠି? ବଙ୍ଗୋପସାଗର ଆଡ଼କୁ ଗତି କରେ। ତାପରେ କହିଲା ଜଳରେ ଜୀବନ। ଗୁଡୁ ଦେଖିଲା ଯେ ବିଦ୍ୟାଳୟ ପଡ଼ିଆ ପାଖେ ଥିବା ପୋଖରୀ ବର୍ଷା ଜଳରେ ପରିପୂର୍ଣ୍ଣ ହୋଇଯାଇଛି। ସେ ଜ୍ୟୋତିକୁ ଡାକି କହିଲା ଆସ ଦେଖିବ। ସେମାନେ ଛୋଟ ଛୋଟ ମାଛ ପହଁରୁଥିବାର ଏବଂ ପଦ୍ମ ଉପରେ ଛୋଟ ବେଙ୍ଗ ବସିଥିବା ସେଠି ଦେଖିଲେ। କେଉଁଠି? ପୋଖରୀରେ। ଜଳରେ ରହୁଥିବା ବିଭିନ୍ନ ପ୍ରକାର ଉଦ୍ଭିଦ ଏବଂ ପ୍ରାଣୀ ଦେଖିବାକୁ କେତେ ଚମତ୍କାର। ସେମାନେ ସ୍ଥଳ ଭାଗରେ ରହୁଥିବା ପ୍ରାଣୀଙ୍କ ଠାରୁ କିପରି ଭିନ୍ନ କ'ଣ ଅନୁମାନ କଲେ। ସ୍ଥଳଭାଗରେ ଥିବା ପ୍ରାଣୀ ଓ ଜଳଭାଗରେ ଥିବା ପ୍ରାଣୀଙ୍କ ବୈଶିଷ୍ଟ୍ୟ ବିଷୟରେ ସାଙ୍ଗମାନଙ୍କ ସହିତ ଆଲୋଚନା କରି ନିମ୍ନରେ ସବୁ ସାରଣୀ ଦେଇଛି ତାକୁ ଆମେ ପୂରଣ କଲେ। ଏଇ ଦେଖ ବେଙ୍ଗ କିପରି ବସିଛି ପଦ୍ମ ପତ୍ର ଉପରେ, ପଦ୍ମ ଫୁଲ ମଧ୍ୟ ଦେଇଛି। ବିଭିନ୍ନ ପ୍ରକାର ସରୀସୃପ ପ୍ରାଣୀ ମାନେ ଦେଇଛନ୍ତି ଯେଉଁ ଜଳଚର ପ୍ରାଣୀମାନେ ଏବେ ଦେଲା ସ୍ଥଳଚର ପ୍ରାଣୀ, ଜଳଚର ପ୍ରାଣୀ ତାଙ୍କ ମଧ୍ୟରେ ଦେଇଛି ପାର୍ଥକ୍ୟ। ତ ଦେଖ ଜଳରେ ଶ୍ୱାସକ୍ରିୟା କରିପାରିବେ ନାହିଁ, ପହଁରିବା ପାଇଁ ତାଙ୍କ ପାଖରେ କ'ଣ ଥାଏ? ଦେଖ ସ୍ଥଳଚର ପ୍ରାଣୀ, ଜଳଚର ପ୍ରାଣୀ ଦେଇଛି। ଜଳରେ ସ୍ଥଳଚର ପ୍ରାଣୀମାନେ କ'ଣ କରନ୍ତି? ଶ୍ୱାସକ୍ରିୟା କରିପାରନ୍ତି ନାହିଁ। ତାପରେ ଏମାନେ ସାଧାରଣତଃ ଫୁସଫୁସରେ ଶ୍ୱାସକ୍ରିୟା କରନ୍ତି। ଚାଲିବା ବା ଦୌଡ଼ିବା ପାଇଁ ଏମାନଙ୍କର ଗୋଡ଼ ଥାଏ। ଏମାନଙ୍କର ଶରୀରରେ ବା ଲୋମ ବା ବାଳ ଥାଏ। ଆଉ ଜଳଚର ପ୍ରାଣୀ ଏମାନେ ପହଁରିବା ପାଇଁ ତାଙ୍କ ପାଖରେ ପକ୍ଷ ଅଛି। ତାଙ୍କ ପାଖରେ ଗାଲି ଶ୍ୱାସକ୍ରିୟା କରନ୍ତି। ଜଳରେ ଗତି କରିବା ପାଇଁ ଲାଞ୍ଜ ଥାଏ, ପକ୍ଷ ମଧ୍ୟ ଥାଏ। ଏମାନଙ୍କ ଶରୀର ସାଧାରଣତଃ କାତି ଥାଏ। ଆଉ ଏମାନେ ଜଳରେ ଦ୍ରବୀଭୂତ ହୋଇଥିବା ଅମ୍ଳଜାନ ଗ୍ରହଣ କରନ୍ତି, କିନ୍ତୁ ସ୍ଥଳଚର ପ୍ରାଣୀମାନେ କ'ଣ କରନ୍ତି? ତଳ ଭାଗରୁ ଡାଇରେକ୍ଟ ମାନେ ଅମ୍ଳଜାନ ଗ୍ରହଣ କରନ୍ତି। ସୂଚନା ଫର୍ଦ୍ଦ ଦେଇଛି। କଙ୍କି କ୍ଷିପ୍ର ବେଗରେ ଉଡ଼ନ୍ତି, ଜଳାଶୟ ନିକଟରେ ଯାଇକି ଅଣ୍ଡା ଦିଅନ୍ତି ଓ ମଶାକୁ ଖାଆନ୍ତି। ସେମିତି ଜଳବିଛା କଙ୍କଡ଼ା ଭଳି ଚିମୁଟା ସଦୃଶ ଗୋଡ଼ ଥିବା କୀଟ ଜଳ ଭିତରେ ରହେ ଏବଂ ଲାଞ୍ଜ ନଳୀ ଦ୍ୱାରା ଶ୍ୱାସକ୍ରିୟା କରିଥାଏ। ବଗ କ'ଣ ଥାଏ? ତା'ର ଲମ୍ବା ଗୋଡ଼ ଅଛି, ମାଛ ଧରିବା ପାଇଁ ସ୍ଥିର ହୋଇକି ଠିଆ ହୋଇଯାଏ। ସେମିତି ମଧୁର ଜଳରେ କି ରୁହେ? କଇଁଛ ନରମ ଖୋଳ ଥିବା କଇଁଛ ଯାହା ପୋଖରୀ ଏବଂ ନଦୀରେ ରୁହନ୍ତି। ଜଳସାପ ଏକ ବିଷହୀନ ସାପ, ମାଛ ଏବଂ ବେଙ୍ଗ ଖାଏ। ଏ ସାପଟି ମାଛ ଆଉ ବେଙ୍ଗକୁ ଖାଏ।
ବେଳା ଗଛ ପୋଖରୀ ଗୁଡ଼ାରେ ଏହା ଲମ୍ବା ଲମ୍ବା ଘାସ ପରି ବଢ଼ିଥାଏ। ତୁମେ ମଧ୍ୟ ନଦୀ ନାଳ ପୋଖରୀ ଏଠି ସବୁ ଦେଖିଥିବ ଏଇ ବେଳା ଗଛ ଗୁଡ଼ିକ। ପଦ୍ମ ଓ କଇଁ ଭାସମାନ ମୂଳ ଫୁଲ ଗୁଡ଼ିକ ପାଣି ଉପରେ ଭାସେ, ମୂଳ ପୋଖରୀ ଶଯ୍ୟାରେ ରହିଥାଏ। ବିଲାତି ଦଳ ଏକ ଦ୍ରୁତ ବୃଦ୍ଧି ପାଉଥିବା ଉଦ୍ଭିଦ ଯାହା ଜଳରେ ଭାସେ ଏବଂ ବୃଦ୍ଧି ପାଏ। ପିଲାମାନେ ଯେହେତୁ এই ଭିଡ଼ିଓଟା ବହୁତ ଲମ୍ବା ହେଇଗଲାଣି ତ ମୁଁ ତୁମମାନଙ୍କ ପାଇଁ ପାର୍ଟ 2ର ଆଣିବି ଏହାର। ଆଜିର କ୍ଲାସ୍ ଏଠିକି ସମାପ୍ତ କରୁଛି। ଆଶା କରୁଛି ତୁମମାନେ এই ଟପିକ୍ ବହୁତ ଭଲ ଭାବରେ ବୁଝିପାରିଥିବ। ଭିଡ଼ିଓଟିକୁ ଭଲ ଲାଗିଲେ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିବ। ପୁଣି ଗୋଟେ ନୂଆ ଭିଡ଼ିଓରେ ଦେଖା ହେବ। ଧନ୍ୟବାଦ।